ପଶୁପକ୍ଷୀଙ୍କୁ ଦାଉ ସାଧୁଛି ନିଷ୍ଠୁର ଲଗାଣ ବର୍ଷା। କେନ୍ଦୁଝର ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା। ଝିପିଝିପି ବର୍ଷାରେ ଅଦା ସରବର ପରିବେଶ। ଏମିତି କେତେ ଦିନ ଯେ ଲଗାଣ ବର୍ଷା ଲାଗି ରହିବ କିଛି ଜଣାପଡ଼ୁନି। ଲଗାଣ ବର୍ଷାର ପ୍ରଭାବରେ କାହାର ପୁଷ ମାସ ତ କାହାର ସର୍ବନାଶ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାକୁ ଖାତିର ନ କରି ଚାଷୀ ଭାଇ ବିଲ କାମରେ ଲାଗିଯାଇଛନ୍ତି। ଅଭାବୀ ବର୍ଷା ଯୋଗୁଁ ଚାଷ କାମ ପଛେଇ ଯାଇଥିବାରୁ ଚାଷୀ ଭାଇ ଝିପିଝିପି ବର୍ଷାକୁ ଖାତିର ନ କରି ଚାଷ କାମରେ ମନ ଦେଉଛନ୍ତି। ଲଗାଣ ବର୍ଷାରେ ଦେଖାଦେଇଛି ନିରୀହ ଜୀବମାନଙ୍କ ଦୟନୀୟ ଅବସ୍ଥା। ଗାଈ ବଳଦ ଛେଳି ମେଣ୍ଢା ଆଉ ଚରା ଭୂଇଁକୁ ଯାଇପାରୁନାହାନ୍ତି। ଗୁହାଳରେ ବନ୍ଧା ହୋଇ ଚାହିଁ ରହିଛନ୍ତି କେତେବେଳେ ବର୍ଷା ଛାଡ଼ିବ, ଆଉ ଆମେ ଚରା ଭୂଇଁକୁ ଯିବୁ ଚରିବା ପାଇଁ। କିନ୍ତୁ ନିଷ୍ଠୁର ବର୍ଷା ଛାଡ଼ିବାର ନାଁ ଧରୁନାହିଁ। କେତେ ବା ମାଲିକ ଦେବ ଗାଈ ବଳଦଙ୍କୁ ଖାଇବାକୁ? ମାଲିକଙ୍କୁ ମଧ୍ୟ ଗାଈ ବଳଦଙ୍କ ଚିନ୍ତା ଘାରିଛି। ଅଳିଏ ଯଦି ବର୍ଷା ଛାଡ଼ିଯାଆନ୍ତା ତାହେଲେ ବି ଗାଈ ବଳଦଙ୍କୁ ଚରା ଭୂଇଁକୁ ଘଡ଼ିଏ ଚରାଇ ଆଣନ୍ତେ, ତାହା ବି ହୋଇପାରୁନାହିଁ। ଲଗାଣ ବର୍ଷା ଚାଷ କାର୍ଯ୍ୟରେ ସହାୟକ ହେଉଥିବା ବେଳେ ଗାଁ ଦାଣ୍ଡ ରାସ୍ତାଘାଟ ପାଣି କାଦୁଅରେ ପରିପୂର୍ଣ୍ଣ ହୋଇଥିବା ଯୋଗୁଁ ଯିବା ଆସିବାରେ ମଧ୍ୟ ବ୍ୟାଘାତ ସୃଷ୍ଟି କରୁଛି, ଯାହାଫଳରେ ପିଲାମାନେ ସ୍କୁଲ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲୋକମାନଙ୍କ ଚଳଣିରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରିଦେଇଛି ଏହି ଲଗାଣ ବର୍ଷା। ଅନେକ କିଛି ଅସୁବିଧାରେ ସମ୍ମୁଖୀନ ହୋଇ ଅନେକ ଅସୁବିଧା ଭୋଗୁଛନ୍ତି। ଲଗାଣ ବର୍ଷାରେ ଅସୁବିଧାରୁ ଅଧିକ ପ୍ରଭାବିତ ହେଉଛନ୍ତି ପଶୁପକ୍ଷୀ। ତାଙ୍କ ଦୟନୀୟ ଦୃଶ୍ୟ ଦେଖିଲେ ସହ୍ୟ କରିହେବନି। ବର୍ଷାର ନିଷ୍ଠୁରତାର ଦୃଶ୍ୟ ଦେଖି ଦେଖି ଏବେ ସୂର୍ଯ୍ୟଦେବଙ୍କୁ ଅପେକ୍ଷା କରି ରହିଛନ୍ତି। କେତେଦିନ ଆଉ ଗୁହାଳ ଭିତରେ ପଡ଼ି ରହିବେ? ଧାଁ ଦୌଡ଼ କରୁଥିବା ପଶୁପକ୍ଷୀ ଯଦି ଗୁହାଳ ଘରେ ବନ୍ଦୀ ଜୀବନ କାଟିଲା ଭଳି ରହିଥିବେ, ତାହେଲେ ତାଠାରୁ କଷ୍ଟଦାୟକ ପରିସ୍ଥିତି ଆଉ କ'ଣ ଥାଇପାରେ? ତଥାପି ନିର୍ଜୀବ କଣ୍ଢେଇ ପରି ପଡ଼ି ରହିଛନ୍ତି ଗୁହାଳ ଭିତରେ। ଏ ନିଷ୍ଠୁର ବର୍ଷା ଦାଉ ସାଧୁଛି ପଶୁପକ୍ଷୀଙ୍କ ଉପରେ। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।